ହେସ୍ ଆଜି ନିଦ ଭାଙ୍ଗୁ ଭାଙ୍ଗୁ ହେଇଗଲା ଡେରି। ଲୋକ ଯିବା ଆସିବା କରିବେ, ଝାଡା ନ ବସିଲେ ତ ଯିବ ଛେଳି। ଏଇଠି ଗଛ ଲତା ରହି ଅଛି ଅଙ୍କା ବଙ୍କା, ଏଇଠି ବସିଲେ ନୋ ପ୍ରୋବ୍ଲେମ, କାହିଁକି ନା ଏଇଠି ଅଛି ଫାଙ୍କା। ଷଣ୍ଢ ଚକ୍ରରେ ଘରକୁ ଯାଉନି, ଏଇଠି ବୁଲୁଛି ଫୋନରେ ଗପି ଗପି। ଫେରିଦେବି ବୋଧେ, ଝାଡା ବସି ପାରୁନି, କେତେ ରଖିବି ଚାପି ଚାପି। ହେ ଜୟ ବଜରଙ୍ଗବଲି ପବନ ସହିତ, ଏଇ ସମୟରେ କୋଉଠି ଥିଲା ଏ ଧଳିଆ ଭୂତ? ଏତେ ପେଶରେ କୋଉଠୁ ବାହାରିବ ମନ୍ତ୍ର ବିଦ୍ୟା? ଯେତେ କଷ୍ଟ ହଉ ମନ୍ତ୍ର ତନ୍ତ୍ର ହାଣିକି ତତେଠୁ କରିବି ଶକ୍ତି ଦିଅ ମହାକାଳୀଙ୍କୁ ଖଣ୍ଡ। ଶକ୍ତି ପାଇଗଲି, ବିଦା କରିବ ତତେ ଗୁଣିଆ ମହାଲ ମାଣ୍ଡା। ଭୂତ ତ ପଳେଇଲା, ଝାଡା ମୁଁ ବସିବି କୋଉଠି ଅଛି ଫାଙ୍କା ଜାଗା? ସକାଳୁ ବୁଲୁଛି ହାଲକା ହେଇପାରୁନି, ଏମିତି ଗୋଟି ମୋ ମନ୍ତ୍ର ତନ୍ତ୍ର ଶିଖିଥିଲି ବୋଲି ଆଜି କାମରେ ଆସିଲା। ଏତେ ପେଶରେ ଥାଇକି ବି ମୋ ମନ୍ତ୍ରରେ ଭୂତ ବିଦା। ସାପ ବି ପଛ ମାରିଦେଲା ଏଇ ବିପଦ ସମୟରେ। ଛାଡା ବସି ପାରିଲିନି, ଫେରିଦେଲି ପିନ୍ଧା ଗାମୁଛାରେ। ଆମକୁ ଟୁମୁକୁ ରାମାଲ ଡୁମାଲ। ଆମକୁ ଟୁମୁକୁ ରାମାଲ ଡୁମାଲ। ସକାଳୁ ସକାଳୁ କା ମୁହଁ ଦେଖିଛି କି ଜାଣି, ଯିଏ ପାଉଛି ପଛ ମାରୁଛି। ସକାଳେ ଆଇନା ତମ ମୁହଁ ତମେ ନିଜେ ଦେଖିଥିବ, କାହିଁକି ନା ତମ ମୁହଁ ତ ବଡ ବମ୍ଭ ଖିଳା। ୱାଃ, ଠିଆ ହେଇଛି ଦେଖ ଆମ ଢଗ ଖଣି, ତାକୁ ଦେଖି ମୋର ପାଣି ମଲାଣି। ଗରମରେ ହେଲେଣି ପାଣି ପାଣି, ମୁହଁ ପୋଛିନି। ଧାଣି ବାବୁ ଜାମ୍ ହେଲାଣି ଫୁସଫୁସ୍, ବନ୍ଦ ହେଲାଣି ନିଶ୍ୱାସ। ଗାମୁଛାରେ ପଚା ମଡ ଖାଇ ହଗିଲା ପରିକା ପଚା ଗ୍ୟାସ। ଆବେ ଶଳା, ଏତେ ଖୋଜା ଖୋଜି ସୁଙ୍ଗା ସୁଙ୍ଗି କଲେ କଣ ହବ? ଦେଖେ, ଇଏ ଗାମୁଛାରୁ ଗ୍ୟାସ ଆସୁଛି ମାନେ ଗାମୁଛାର ପେଟ ଖରାପ ହେଇଛି। ସେ ଫାଲତୁ କଥା ଛାଡ, ଭୂତ ଲାଗିଛି ଆମ ଗାଁ ଗୌରା ଦେହରେ। ଶୀଘ୍ର ରେଡି ହେଇକି ଯାଅ, ଟୋକା ଅଛି କଳା ଦେହରେ। ମନ୍ତ୍ର ଶିଖି ମନ୍ତ୍ର କାମରେ ନ ଲାଗିଲେ ମନ୍ତ୍ର ମୋର କୋଉ କାମକୁ? ଖୁସି ହେଲି ମୋ ମନ୍ତ୍ର କାମରେ ଲାଗିବ, କାହିଁକି ନା ମତେ ମଜା ଲାଗେ ଭୂତ ଝାଡିବାକୁ। ଏତେ ବ୍ୟସ୍ତ? ଆରେ ଦେଖିକି, ନହେଲେ କୋଉ ଗଛରେ ପିଟି ହେଇଯିବ। ସେଟା କିଏ? ଦେଖ, ମୁଁ ବିଷାକ୍ତ ଗୁଣିଆ ମହାଲ ମାଣ୍ଡା, ଆଉ ମୋ ମନ୍ତ୍ରକୁ ଯିଏ ଶକ୍ତି ଦଉଛି ସିଏ ଦେବୀ ଚାମୁଣ୍ଡା। ଏ ଭାଇ ମୁଣ୍ଡା, ଏ ମାହାଲ ମାଣ୍ଡା। ତମେ କରୁଛ ଯେମିତି ଚଉଠି, ଟିକେ କହୁନା ଅଛ କୋଉଠି? ମୁଁ ଏଇଠି, ତମେ ଆସିଛ, ମୁଁ ବଞ୍ଚିଗଲି। ଏ ଶଳା ଭୂତ ମତେ ମାରି ଦେଇଥାନ୍ତା। ଆଚ୍ଛା, ବହୁତ କଷ୍ଟରେ ଘରରୁ ଆସିଛି, ଜଲ୍ଦି କହିଲ କଣ ହେଇଛି? ଆବେ ସିଏ ସେଠି କଣ କରୁଛି? ଭୂତ ଭୟରେ। ଏ ଆସ ବାହାରକୁ। ସେ ଟୋକା ଦେହରେ ଭୂତ ଲାଗିଛି। ନିଜ କାନରେ ହେଡଫୋନ ଦେଇ କେତେ ଜୋରରେ କହିଲା, ମୋ କାନରୁ ଏକାଥରେ ବାଷ୍ପ ଥୋକ ବାହାର କରିଦେଲା। ଭୂତ କାଇଁ? ଏଇ ତ
ଏ ଭୂତ ତୋ ପାଇଁ ମୁଁ ଆସିଛି ତ ଯମ ଦୂତ। ଅଣ୍ଡିରା ଉପରେ ପଡିବା ଅଣ୍ଡିରା ଲୋକ ଆକୁ କଣ ଟୋକିଙ୍କ ପରିକା ଲାଗିଛି ଭୋକ। କିଏ ଜାଣେ ଯେତେ ଥର ତା ପାଖକୁ ଯାଉଛି ବେ ଜାଗାରେ ହାତ ଦେଇ ଦଉଛି। ତାର ବୋଧେ ନୁଙ୍ଗୁରି ରୋଗ ହେଇଯାଇଛି। ମନେ ହଉଛି ଆଞ୍ଚ ଆସିବ ମୋ ଇଜ୍ଜତରେ। ଏ ତୁ ମୋଠୁ ରହ ଦୂରରେ ଦୂରରେ। ୱାହ ତାକୁ ଦୂରକୁ ଯିବା କହି ନିଜେ ଦୂରକୁ ପଳେଇଲା। ଏ ଭୂତ ତତେ ଯାହା ପଚାରିବି ସବୁ ଉତ୍ତର ଦବୁ ସତ ସତ। ଆଗେ ତମ ପାଖକୁ ଯାଉଛି ଫେସ ଟୁ ଫେସ କଥା ହେବି ମୋ ଭିତରେ। ଏ ନା କା ନଳୁଆ ଅଣ୍ଡିରା। ଏ ମୁଁ ତ ଦେଖୁଛି ଏ ତ ପ୍ରବଳ ନୁଙ୍ଗୁରା। ହଁ ହଁ ମୁଁ ସେଇଆ। ଆମକୁ ଟୁମୁକୁ ରାମାଲ ଡୁମାଲ। ସିଏ ନହେଲେ ତ କହିଲା ତମେ ହେଲେ ଚଳିବ। ଆମକୁ ଟୁମୁକୁ ରାମାଲ ଡୁମାଲ। हे प्रभु आजकल का गोटे टोका ना गोटे गोटे खेला टोकी मिलानी बोले शेष टोकन सहित करुची लीला तो बाण ढोका छाड़ दे एपटे मोर सब हरण करने को बसलानी। हे भगवान आज मोर सब किछि हरण हवा को बसतला। बोलू मोर अपमान कथा कहलु विदाउट देई सम्मान। मु जेमिति फसली जाऊ तमे टिके सेमिति फसिबो सेते बेले जानिबो सम्मान कोठू केमिति आसीबो। सॉरी किंतु आगे खत्म करीबी ए भूतर कहानी तो आगरु दे टिकी मो हाथ रे पानी। सोला पानी को संगे संगे बाहर कर दउची पोखरी रे एते पानी अछि तो देखा जाउनी। मो मंत्र फुटे पी देला मो मंत्र पानी ए समस्त ताकू बांध गछरे जबरदस्त टाणी टाणी। ए भाई से नाही हां फेरा ए ए तमे माने भी धर मु भी धरुछी आसो। शला भूत ये तो प्रबल नळौची र आज तो गेम बजाउची माटी माटी माटी। अबे तू किए ମୁଁ ବି ଆଙ୍କ ସହିତ ଆସିଥିଲି କଇଁଆ ଖାଇବାକୁ। ओ ताले टी समस्त कया खाया पे आस्तलो। ହଁ ଆକୁ ତ ଭୂତ ଲାଗିଗଲା ମୁଁ ଉପରେ ରହିଗଲି ଆଉ। बस ए शीघ्र ताकू पानी दियो छुआटा हेई जाऊ सबल पानी आण शीघ्र ताकू कष्ट हेइथिबो प्रबल। गौरा 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 खुशी लागला बहुत भीतर भीतर होश आसिला मो मंत्र रे। गौरा आसिलु दे जल्दी पानी दे। अबे से होश रे अछि पानी ताको पीबा को देथांतु सॉरी। एते हाड़ मंत्र कली पेशण मंत्र काम कलानी ना को ए ना बा होश रे अछि बोली टिके खुशी हेली आउ कोन हेछि मोर किछि ना बस हट्टा टिके तोर अधिका हो जाय रे तेंतुली कम खाइबो। तू डेंगा मु बांगुरा सेइथि पई तू हेइछु नुंगुरा।
ନୁଙ୍ଗୁରା ଶଳା ଦୌଡ଼ି ରଖିଲା। ଉପରେ ପଡିବା ନୁଙ୍ଗୁରା ଟୋକା, ତ ନୁଙ୍ଗୁରା আমি ଧରି ପାରିବିନି, ମୁଁ ବୋକା। हाँ मते मारिकी निजे कांदुची ଏଥର ହାଡୁଆ ଗାଲଟା। ହାତ କାଟୁଛି। ଆହା ସରି। ସେଇଠି କାହା ଉପରେ ବିଶ୍ୱାସ ନାହିଁ। ଏଇ ହାତ। ତାର ନା ନା ଏ ଡାହାଣ ହାତ। ଓହୋ ସରି। ଆମକୁ ଟୁମୁକୁ ରାମାଲ ଡୁମାଲ। ଆମକୁ ଟୁମୁକୁ ରାମାଲ ଡୁମାଲ। ଆମକୁ ଟୁମୁକୁ। ଆବେ ସମସ୍ତେ ସାଧା ସିଧା ବ୍ରହ୍ମଚାରୀ ଥିଲ, ନୁଙ୍ଗୁରା କେମିତି ହେଇଛ? ଆଉ ତୁମକୁ ଟୋକି ମିଳୁନି, ସେ ମୁହଁ ପଛରେ ପଡିଛ। ନା ବା ଆମେ କାହିଁ ତମ ପଛରେ ପଡିବୁ। ମୁଁ ବି ତ ତମ ପଛେ ପଡିନି। ମୁଁ ତ ଆଗରେ ପଡିଥିଲି ସେଇ ଗାତରେ। ତମ ମାନେ ସମସ୍ତେ ମିଶିକି ମୋର ମାରୁଛ ଗଲ ଗଲ। ତମ ମାନଙ୍କଠୁ ତ ଇଏ ଭୂତ ବହୁତ ଭଲ। କଣ ହେଲା? ମୁଁ ଭଲ ବା ତାଙ୍କ ବଡିରେ ରହି କିସ୍ ଦଉଥିଲି, ତୁମକୁ ପସନ୍ଦ ହେଲା ନା। ଯଦି ଏଇ ବଡିରେ ରହିଲେ ଲାଗୁଛି ଭଲ, ତାହେଲେ ଆସ। ମୋର ଖାଲି ହଉଛି ନଈ ପାଣି ଖଲ ଖଲ। କାଇଁ କରୁଛ ମତେ କଲ ବଲ? ଶୀଘ୍ର ଆସ, ମୋ ଓଠ ତମ ଓଠକୁ କରିବ ଲାଲ ଲାଲ। କେତେ ଜଣଙ୍କ ରକ୍ତ ପିଇ ତୋ ଓଠ ଲାଲ କରିଛୁ? ରକ୍ତ ନୁହଁ, ଲିପଷ୍ଟିକ ଲଗେଇଛୁ। ଲିପଷ୍ଟିକ ଲଗେଇଛୁ? ହଁ। କାଇଁ ତୁ କଣ ଟକି? ମୁଁ ତ କି ତମମାନେ କାଇଁ ଖୁସି ହଉଛ? ନା ବା ସେମିତି କିଛି ନାହିଁ। ତାହେଲେ ଗୁଣିଆ ବାବୁ ଶୀଘ୍ର ଆସି ମତେ କୁଣ୍ଡେଇ କର, ନହେଲେ କେମିତି ଭାଇରାଲ ହବ ଆମ ଭୂତ ଗୁଣିଆ ଖବର। ସେ ମୋ ଉପରେ ଖୁସି ହେଲା ଆଉ କୁଣ୍ଡେଇବେ ବୋଲି ଡାକିଲା। ଭାଇ ତମେ ସତରେ ଯିବ? ହଁ। ଭାଇ ମୋ ଭଉଣୀ ଥାଉ ତମେ ତା ପାଖକୁ ଯିବ? ଆରେ ହଟା ବେ, ତୋ ଭଉଣୀ ସହସ୍ର ସ୍ତ୍ରୀ ଥିଲେ ବି ନୂଆ ଟକି ମୋ ପାଇଁ ଲହୁଣୀ। ଏବେ ଟିଭିରେ ବି ଆସିବ ତାଜା ଖବର, ଭୂତ କନ୍ୟାକୁ ଗୁଣିଆ ବର। ଏ ଭାଇ shut up। ଜରୁରୀ କାମରେ ରୋକନେ କା नहीं ଆଉ शुभ କାମରେ ଟୋକନେ କା नहीं ରେ। ଆରେ ବେ ଟିକେ ତ ଶୁଣ। କହ। ଦେଖ ସେ ଆତ୍ମାଟା ସିନା ଟୋକି ଆତ୍ମା, କିନ୍ତୁ ଲାଗିଛି ତ ଟୋକା ଦେହରେ। ଏଠି ରୋମାନ୍ସ କେମିତି କରିବ? ଆବେ ଏ କଥା ତ ମୁଁ ଜମା ଭାବିନି। କେଡେ ଓଲା ମୁଁ ଏତିକି ଟିକେ କଥା ମୋ ମୁଣ୍ଡରେ ପଶିନି। ଏଥର କଣ କରିବା? ଦେଖ ଅଦୃଶ୍ୟ ଆତ୍ମାକୁ ଟୋକା ଶରୀର ରୋମାନ୍ସ କରିପାରିବେନି କୌଣସି ବୀର। ରୋମାନ୍ସ ଅତି ଶୀଘ୍ର ସମ୍ଭବ ହବ। ଯାଅ ଆଗେ ଶାଳି ବା ଭାଉଜ ଦେହରେ ଲାଗି ଆସିବ। ମୁଁ ଏବେ ତାଙ୍କୁ କୋଉଠି ପାଇବି? ତମେ ଆସ, ମୁଁ ଏବେ କିସ୍ ଆଉ ରୋମାନ୍ସ କରିବି। ଆସ। ଦେଖ ତମେ ଯଦି ଟୋକା ଦେହରେ ଲାଗି ରହିବ, ମୋ ଭିତରୁ କିସ୍ ଆଉ ରୋମାନ୍ସ ଟା କେମିତି ବାହାରିବ? ବାହାରିବାକୁ ପଡିବ, ନହେଲେ ମୁଁ ହାତ ପୁରେ ଟାଣି ବାହାର କରିବି। ସେ ଗଛ ତଳକୁ ଯାଇଥିଲି ମୋ ଶେଷ ଇଚ୍ଛା ପୂରଣ କରିବାକୁ। ତୁ ଗୋଡେଇ ଦେଲୁ, ନହେଲେ ସେଇଠି ତୋର ଧର୍ଷଣ କରିଥାନ୍ତି। ମୁଁ ଫେର ଧର୍ଷଣ? ହେ ପ୍ରଭୁ, ଏ କଥା ଗୋଟେ ଝିଅ ନ କହି ଆତ୍ମା କହୁଛି। ତମେ ଏତେ ପାଷାଣ? ଏତେ ମରୁଛ, ମାନେ ତମ ଶେଷ ଇଚ୍ଛା ଟା କଣ? ଟିକେ ଡିଟେଲ୍ସ କହିବ। ତମକୁ କହିଲେ ମୋର କି ଲାଭ? ଏ ଯଦି ହବ ମୁଁ ରୋମାନ୍ସ କରିବି, ପୁଆରା ଅଛି। ସତରେ ରୋମାନ୍ସ କରିବା? ହଁ, କଥା ଦିଅ ତମ ପଛ ରାଣ। ତମେ ଇଏ ରାଣ ଖାଇପାରିବ। ମୋର ବହୁତ ଇଚ୍ଛା ଥିଲା କାହା ସାଙ୍ଗରେ ଗୋଟେ କିସ୍ ରୋମାନ୍ସ କରିବାକୁ। କାହା ସାଙ୍ଗରେ? ସେ କେହି ବି ହଉ, ବାସ୍ କରିଥାନ୍ତି। କିନ୍ତୁ ତା ଆଗରୁ କିଛି ଦୁର୍ବୃତ୍ତ ଏତେ ତଳକୁ ଯାଉନି, ସେମିତି କିଛି ହେଇନି ମ। ସେ ଦୁର୍ବୃତ୍ତ ମାନେ ମତେ ପାଣିରେ ଫିଙ୍ଗିଦେଲେ। କାହିଁକି କେଜାଣେ? ମଦ ନିଶାରେ ମତେ ସବୁ ଟେକିଲେ ଆଉ ପାଣିରେ ଫିଙ୍ଗିଦେଲେ। ପହଁରା ଜାଣିନଥିଲି, ଅଫ୍ ହେଇଗଲି। ତାପରେ ଆଉ କଣ, ଶେଷ ଇଚ୍ଛାଟା ଥିଲା, ଆତ୍ମା ଶାନ୍ତି ହେଲାନି। ଭାବିଲି ଯାହା ସହିତ ରୋମାନ୍ସ କରିବି ତାକୁ ଘଇତା ବନେଇବି, ସାଙ୍ଗରେ ନେଇକି ଯିବି।
ରୋମାନ୍ସ କିନ୍ତୁ କେହି ମିଳିଲେନି ରୋମାନ୍ସ କରିବାକୁ। ଏମିତି ଗୋଟା ଇଚ୍ଛା ରଖିଲେ ମିଳିବ କୋଉଠୁ? ଯାହା ହଉ ମତେ ତମେ ମିଳିଗଲ। ବାଳ ନା ତମ ପଛ ରଣ ଖାଇଛି ତମ ପଛ ଫାଟିବ, ମୋ ପଛ ନୁହଁ। ଆଉ ମୁଁ କଥା ରଖିବା ପାଇଁ ରାମ ନୁହଁ ଦୁର୍ଯ୍ୟୋଧନ। ତମେ ଆସୁନ। ଏ ନା ମୁଁ ତ ଭାଇ ଦୁଃଶାସନ। ତାହେଲେ ତ ଭଲ, ତାହେଲେ ଆସି ମୋ କପଡା ଖୋଲ। ଏ ନା ମୁଁ ଆଉ କିଏ? ଦେଖ ଘଇତା ବନେଇବା ଆଶା ଛାଡିଦବ, ଗୋଟେ ସୁନ୍ଦରିଆ ଝିଅ ଦେଖି ତା ଦେହରେ ଲାଗିବ, ସେତେବେଳକୁ ରୋମାନ୍ସ ପାଇଁ ମତେ ପାଇବ। ତାହେଲେ ମୁଁ ଏବେ କଣ କରିବି? ଯାଉଛି ମୁଁ ଏବେ ମୋ ଗୁରୁ ପାଖକୁ, ଡାକି ଆଣିବି ତାକୁ ତୋତେ ଗୋଡେଇବା। ଏ ନା ମୁଁ ଯିବିନି।